ବ୍ଲକ ସ୍ତରୀୟ କୃଷକ ସମ୍ବାଦ ପ୍ରଶିକ୍ଷଣ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା ବ୍ଲକ ସ୍ତରୀୟ କୃଷକ ସମ୍ବାଦ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ କୃଷି ସୂଚନା ଓ ପରାମର୍ଶ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ତୁମୁଡ଼ିବନ୍ଧ ବ୍ଲକ କୃଷି ଅଧିକାରୀ ଅନିଲ କୁମାର ବେହେରା ସଭାପତିତ୍ୱ କରିଥିଲେ। मुख्य अतिथि भावे तुमुड़ीबंध ब्लॉक अध्यक्षा बासंती माझी, सम्मानित अतिथि भावे तुमुड़ीबंध सांसद प्रतिनिधि पूर्णचंद्र पाढ़ी, पूर्वतन जिला परिषद उपाध्यक्ष नेत्र मानसेठ, तुमुड़ीबंध बीजेपी मंडल सभापति सर्मेश्वर घरमाझी, बीजेपी कृषक ब्लॉक संयोजक मानमाझी, बीजेपी वरिष्ठ कर्मी श्री श्रीचंद्र परासेठ उपस्थित थे। ଏହି ଅବସରରେ ବଳଭଦ୍ର ରାଉତ ପ୍ରମୁଖଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରାଯାଇଥିଲା। ମୁଖ୍ୟ ଅତିଥି ବାସନ୍ତୀ ମାଝୀ ଉପସ୍ଥିତ ରହି ସମସ୍ତ ଚାଷୀମାନଙ୍କୁ ପାରମ୍ପରିକ ଶସ୍ୟ ଗୁଡ଼ିକ ଯଥା ମାଣ୍ଡିଆ, କାଙ୍ଗୁ, ଶକରା, ଧୁଲିଆ, ମକା, ଝୁଡ଼ୁଙ୍ଗ, ଶିମ୍ବ, କୁଶୁଲା, ଝାଟି, ଝାରି, ଗୁର୍ଜିକୁ ସେହି ପାରମ୍ପରିକ ପଦ୍ଧତିରେ ବିନା ସାରରେ ଚାଷ କରିବା ପାଇଁ ବୁଝାଇ ଯାଇଥିଲେ। ଏହାପରେ ଡିଜିଟାଲ ମାଧ୍ୟମରେ କିପରି ଏହି ପାରମ୍ପରିକ ଶସ୍ୟ ଚାଷ କରାଯିବ ସେ ନେଇ ପ୍ରଶିକ୍ଷଣ ଦେଇଥିଲେ। सरकारी अधिकारी भावे उद्यान विभाग अधिकारी देवाशीष मल्लिक, मत्स्यजीवी अधिकारिणी के शर्मिष्ठा पात्र, प्राणी चिकित्सक अंगद दास प्रमुख उपस्थित थे। रिपोर्ट वॉइस ऑफ ओडिशा लाइव।